गुड मॉर्निंग स्टूडेंट। तो आज आम स्टार्ट करवा मैथ रो पीओआई। तो पीओआई रु मु तीनोटी क्लास करिछि जो तीनोटी क्लास मु यूट्यूब रे अपलोड करबा सहित एप्लिकेशन रे अपलोड करछि। तो तुमको ऑलरेडी थ्योरी क्लास मु पढ़ेछि जोटा कि तुमे जे कोनसी बैच रे भी जॉइन करिछ से सीजीएल बैच हो किबा ओएस बैच हो कंटेंट को जीवो मैथ फाइल रे ऑलरेडी थ्योरी रो जीरो लेवल रो क्लास अछि। किंतु क्लास सहित मु तुमको एथिपाई पीओआई दउछि जो क्लास टे तुमको दिया जाउछि तुमको आइडिया आसीछो जे एक्चुअली पीओआई पैटर्न रे ही तुमको क्लास दिया जाउछि। ए जो पीओआई दउछि ओपीएससी ओएस रो सीसैट पेपर, सीजीएल रो प्रीवियस ईयर क्वेश्चन, ओडब्ल्यूएसएससी रो प्रीवियस ईयर क्वेश्चन, ओ ट्रिपल एसएससी रो प्रीवियस ईयर क्वेश्चन तो मिसई कि दउछि। तुम जानि परिबो जे एक्चुअली क्वेश्चन टा मैथ रे सेमति किछि न थाए कोनोसी एग्जाम पाए सब एग्जाम पाए प्रायतः समान थाए। तो मु तुमको शेयर करुछि। अच्छा, समस्त को आज क्लास रो पीडीएफ शो होछि। समस्त को आज क्लास रो पीडीएफ शो होछि। अच्छा, काली टिके प्रोब्लेम थिला एप्लीकेशन रे समस्त किछि आ प्रोब्लेम अछि कि सॉर्ट आउट हो जाय। सॉर्ट आउट हेनी प्रोब्लेम अछि ना भी। थैंक यू। तो आज हम जो क्वेश्चन आंसर डिस्कशन करिबा 2023 रो सीसैट पेपर और 2023 रो सीजीएल रो किछि पेपर रो क्वेश्चन आंसर डिस्कशन करिबा। ओके, थैंक यू। तो ସେଥିପାଇଁ କାଲି ବି ଆଉ କ୍ଲାସ୍ ବି ନେଇ ହେଲାନି ଯେହେତୁ ଆପ୍ଲିକେସନ ପ୍ରୋବ୍ଲେମ। ଆପ୍ଲିକେସନ କଣ ଆକ୍ଚୁଆଲି ଥିଲା, କାଲି ରେନୁଆଲ ହବାର ଥିଲା। ରେନୁଆଲ ମାନେ ଟୋଟାଲି ପ୍ରତି ବର୍ଷ ଏଟା ରେନୁଆଲ ହୁଏ। ରେନୁଆଲ ହେଲେ ସବୁ କିଛି ଅପଡେଟ୍ କରିବାକୁ ପଡେ। ତମର ମାନେ ଯୋଉଟା ରେଜିଷ୍ଟ୍ରେସନ କରିଛ ସେ ନମ୍ବର, ତୁମ ମାନଙ୍କର ମାନେ ମୋର ପ୍ୟାନ କାର୍ଡ ନମ୍ବର, ଆଧାର କାର୍ଡ ନମ୍ବର, ଏଭ୍ରିଥିଙ୍ଗ ସେଥିରେ ରହିବାକୁ ପଡେ କାରଣ କୌଣସି ଫେକ୍ ଜିନିଷ ସେଥିରେ ଆଲାଉ ନାହିଁ। ଆଚ୍ଛା, କ୍ୱେଶ୍ଚନ ନମ୍ବର 57। क्वेश्चन नंबर 57। क्वेश्चन नंबर 57 थ्री आंसर दियो। आंसर आସୁଛି बी। ओके, देखिबा। अच्छा, ए जो क्वेश्चन टा एटा होछि 2024 মানে 23 रे जो नोटिस टा 24 रे जो एग्जाम हेतला ओएस रो सीसैट पेपर रो। तो ଏଇଠି ମୁଁ କହିବାକୁ ଚାହୁଁଛି ସେ କହୁଛି ମ୍ୟାନ୍ ସ୍ପେଣ୍ଡ 30% ଅଫ୍ ହିଜ୍ ସାଲାରୀ। ତାର ତ ଜଣେ ସାଲାରୀ ପାଏ କେତେ ନା 100% ସାଲାରୀ ପାଇଥାଏ। ସାଲାରୀର 30% ସେ କଣ କରୁଛି ନା ସ୍ପେଣ୍ଡ କରୁଛି ମାନେ ମାନେ କଣ ହିସାବରେ ନା ରେଣ୍ଟ ହିସାବରେ ସେ ଖର୍ଚ୍ଚ କରିଦଉଛି। ଆଉ 20% କଣ କରୁଛି ନା ଫୁଡ ହିସାବରେ। ତ ଖାଦ୍ୟ ଆଉ ଖାଦ୍ୟ ବାବଦରେ ଖର୍ଚ୍ଚ କରୁଛି 20%। ହାଉସ ରେଣ୍ଟ ବାବଦରେ ଖର୍ଚ୍ଚ କରୁଛି 30%। ଇଫ୍ ହି ହାଜ୍ 2500 ଲେଫ୍ଟ ଆଫ୍ଟର ଦିସ୍ ଏକ୍ସପେନସନ। ତ ଏଇ ଏକ୍ସପେନସନ ପରେ ତା ପାଖରେ 2500 ଟଙ୍କା ବଳୁଛି। ତାହେଲେ ଏଥିରେ ଆଫ୍ଟର ର ଶବ୍ଦର ବ୍ୟବହାର କରାଯାଇନି। ତାର ତ ମାନେ ଯୋଉ 30,000 ରୁ ସରି 30% ଯୋଉ ସେ ଖର୍ଚ୍ଚ କଲା ତାପରେ ଯୋଉ ବଳକା ବଳିଛି ତା ଉପରେ ପଚାରିନି। ଓଭରାଲି ଉପରେ ସେ 30% ଖର୍ଚ୍ଚ କରିଛି, 20% ଖର୍ଚ୍ଚ କରିଛି। ତାହେଲେ ଖର୍ଚ୍ଚ କଲା କେତେ ପରସେଣ୍ଟେଜ? 50%। ତାର ଦରମା ହଉଛି କେତେ ପରସେଣ୍ଟେଜ? 100%। 100% ରୁ 50% ଖର୍ଚ୍ଚ କଲା ଆଉ ବଳିଲା କେତେ? ଆଉ ବଳିଲା 50%। ବଳିବାର ପରସେଣ୍ଟେଜ କାହା ସହିତ ସମାନ ନା 2500 ଟଙ୍କା ସହିତ ସମାନ। ତାହେଲେ 50% ଯଦି 2500 ହୁଏ ତାହେଲେ 100% କେତେ ହବ? 100% ହବ 5%। ओके, ସେଠି 5000 ବୁଝା ପଡ଼ିଲା ସମସ୍ତଙ୍କୁ। ଓକେ, ଏବେ ଯିବା ନେକ୍ସଟ କ୍ୱେଶ୍ଚନ। କ୍ୱେଶ୍ଚନ ନମ୍ବର 60। ଦେଖ ଏ क्वेश्चन टाକୁ ପଢିବ। ମୁଁ ଆଇଦର ଲାଷ୍ଟ କ୍ଲାସ PYQ ରେ ମୁଁ ଏଇ ଟାଇପ ର क्वेश्चन ପଢେଇଥିଲି ଯୋଉଟା କି ସିଜିଏଲ ରେ ଆସିଥିଲା। ଏଟା ଓଏସ ରେ ଆସିଛି। 2024 ମସିହା ଯୋଉ क्वेश्चन ଏକ୍ସାମ ହେଇଥିଲା ସେଥିରେ ଏଇ क्वेश्चन ଆସିଛି। ମତେ କୁହ क्वेश्चन କୋଉଠି ଡିଫରେଣ୍ଟ ଅଛି ମୁଁ ତମକୁ ପ୍ରୁଫ ସହିତ ଦେଖଉଛି। क्वेश्चन नंबर 16।
ଆନ୍ସର ଆସିଲା। ଦେଖାଯାଉ କାହାର ଆନ୍ସର ଆସୁଛି। ଦେଖ ସେ କହୁଛି ଏ ସମ୍ କିଛି ପଇସା ଅଛି ଯାହାର ମୂଲ୍ୟ ହଉଛି 10,000 ଡିଭାଇଡେଡ୍ ଇଣ୍ଟୁ ଟୁ ପାର୍ଟ। 10,000କୁ ମୁଁ ଦୁଇଟି ଭାଗରେ ଡିଭାଇଡ୍ କଲି। କେତେ ଡିଭାଇଡ୍ କଲି? ଦି ଭାଗରେ। ଗୋଟିଏ ଭାଗରେ ୱାନ୍ ପାର୍ଟକୁ ଇନଭେଷ୍ଟ କଲେ 8%। ଗୋଟିଏ ପାର୍ଟକୁ ମୁଁ 8% ଇନଭେଷ୍ଟମେଣ୍ଟ କଲି। ଆଣ୍ଡ ଆନାଦର ଇଜ୍ 6%ରେ ମୁଁ ଇନଭେଷ୍ଟମେଣ୍ଟ କଲି। ଓକେ। କିନ୍ତୁ ସେ ମତେ ଏଇଠି କ୍ୱେଶ୍ଚିନ୍ କଲା, ଯୋଉଟା ଟିକେ ବୁଲେଇକି ପଚାରିଲା, ଯୋଉଟା କି ଆଗରୁ ଡାଇରେକ୍ଟ ପଚାରୁଥିଲା, ଏଇଠି ବୁଲେଇକି ପଚାରିଲା। ଇଫ୍ ଦ ଆନୁଆଲ ଇନଭେଷ୍ଟର ଯଦି ସେ ଇନଭେଷ୍ଟ କରିଛି ଇୟନ୍ ଫ୍ରମ୍ ଦ ବୋଥ ଇନଭେଷ୍ଟମେଣ୍ଟ, ଦିଟା ଇନଭେଷ୍ଟମେଣ୍ଟରୁ ସେ କେତେ ଟଙ୍କା ଇୟର୍ନ କରିଛି? 700 ଟଙ୍କା ଇୟର୍ନ କରିଛି। ତାପରେ ସେ ମତେ ପଚାରିଛି 8%ର ଭ୍ୟାଲୁଟା କେତେ? ତାହେଲେ ଦେଖ, ମିକ୍ସର ଆଲିଗେସନ କନସେପ୍ଟରେ ମୁଁ ବୁଝେଇଥିଲି। ପୂର୍ବ କ୍ଲାସ୍ ଯଦି ଲକ୍ଷ୍ୟ କରିବ, ଯଦି ପରସେଣ୍ଟେଜର କ୍ଲାସ୍ ତମେ ଦେଖିଥିବ, ତାହେଲେ ତମେ ବୁଝିପାରିବ। ଗୋଟିଏ ମାନେ ଟୋଟାଲ ତମ ହତେ 10,000 ଅଛି। ଗୋଟିଏ ପାର୍ଟକୁ 8% ଆଉ ଗୋଟେ ପାର୍ଟକୁ 6% ସେ ଇନଭେଷ୍ଟମେଣ୍ଟ କରିଛି। ଦିଟା ପାର୍ଟରୁ ଇଣ୍ଟରେଷ୍ଟ, ଦିଟା ପାର୍ଟର ଇଣ୍ଟରେଷ୍ଟ କେତେ? 700 ଟଙ୍କା। ଦୁଇଟା ପାର୍ଟର ଇଣ୍ଟରେଷ୍ଟ ହଉଛି 700 ଟଙ୍କା। ମୁଁ ତ ୱେଟ୍ କର। ଦିଟା ପାର୍ଟର ଇଣ୍ଟରେଷ୍ଟ ହଉଛି 700 ଟଙ୍କା। ତାହେଲେ ମତେ କହୁଥିଲେ ଏ 700 ଟଙ୍କା ଯେ କେତେ ପରସେଣ୍ଟେଜ? ପରସେଣ୍ଟେଜ ଆକାରରେ ଆମେ ଦେଖିବା। 700 ଡିଭାଇଡେଡ୍ ବାଇ 10,000 ଇଣ୍ଟୁ 100, ଦିଟା ଶୂନ ହେଲେ 7%। ତାହେଲେ 700 ଟଙ୍କାଟା ଯେ ମୋ ପାଇଁ କେତେ ପରସେଣ୍ଟେଜ ହେଲା? ନା 7% ହେଲା। ହଁ କି ନା? ତାହେଲେ ମିକ୍ସଚର ଆଲିଗେସନ ପକେଇଦେଲେ ଏମାନଙ୍କ ଡିଫରେଣ୍ଟ ହଉଛି 1%, ଆର ଡିଫରେଣ୍ଟ ହଉଛି 1%। ତାହେଲେ ଏମାନେ କୋଉ ରେସିଓରେ ରହିଲେ? ନା 1:1 ରହିଲେ। 1:1 ମାନେ ଯୋଉ 10,000କୁ ଗୋଟିଏକୁ ସେ 5,000ରେ ଦେଇଛି, ଆଉ ଗୋଟାକୁ ମଧ୍ୟ 5,000 ଦେଇଛି। ତ ଏଠି ଆନ୍ସର କଣ ଆସିଲା? ବୁଝା ପଡ଼ିଲା ସମସ୍ତଙ୍କୁ? ଏଥିରେ ଦେଖ, ଆମକୁ ଆଗରୁ ଯୋଉ କୋଶ୍ଚିନ୍ ଦଉଥିଲା ଏ 7%ଟା ସେଇଥିରେ ଦେଇ ଦଉଥିଲା, ଏଠି ଭ୍ୟାଲୁ ଦଉନଥିଲା। ଏବେ କଣ କଲା ନା ଭ୍ୟାଲୁ ଦେଇଦେଲା। ଆମେ ଭ୍ୟାଲୁଟାକୁ କନଭର୍ଟ କଲେ ପରସେଣ୍ଟେଜରେ, ପରସେଣ୍ଟେଜରେ କନଭର୍ଟ କରିକିରି ମୂଲ୍ୟ ବାହାର କଲେ। ବୁଝା ପଡ଼ିଲା ହଁ କି ନା? ମୋ କହିବାର କଥା, ଏକ୍ସାମିନର ଥଟ୍କୁ ବୁଝିବାକୁ ଚେଷ୍ଟା କର, ସେ କୋଉ ଟାଇପର କୋଶ୍ଚିନ୍ ଦଉଛି। ବୁଝା ପଡୁଛି ହଁ କି ନା? ୟେସ୍ ଅର୍ नो? ୟେସ୍ ଅର୍ नो? ଯୋଉମାନେ ନୂଆ ଜଏନ୍ କରିଛ, ମେ ବି ତମମାନଙ୍କୁ ଟିକେ ପ୍ରୋବ୍ଲେମ ହେଇପାରେ। କାହିଁକି ନା ଆର ଥିଓରିଟା ମୁଁ ପଢେଇଛି। ଯୋଉ ବ୍ୟାଚରେ ଜଏନ୍ କରିଛ ତା କଣ୍ଟେଣ୍ଟ ବୁଝିବ। କଣ୍ଟେଣ୍ଟରେ ମ୍ୟାଥ ଫାଇଲକୁ ଯିବ। ମ୍ୟାଥ ଫାଇଲରେ ସମସ୍ତ ଚାପ୍ଟରର ଥିଓରି ଅଛି। ପରସେଣ୍ଟେଜ, ପ୍ରଫିଟ ଲସ୍, ଏ ଦିଟାକୁ ଆଗ ସାରିବ। ଏଟାକୁ ସାରିଦେଲେ କଣ ହବ ନା ତମର ଗୋଟେ ଆଇଡିଆ ଆସିଯିବ ଯେ ଏଇ ଜିନିଷ ହଉଛି ଏଇଭଳି, ତ ଆମକୁ ଆଉ କିଛି ପ୍ରୋବ୍ଲେମ ହବନି। ତ ସାଇଟରେ ପିୱାଇକ୍ୟୁ ଚାଲିବ। ପିୱାଇକ୍ୟୁ ଯଦି ଆମେ ନ କରିବା, ଆମେ ଜାଣିପାରିବାନି ଯେ କୋଶ୍ଚିନ୍ କୋଉ ଟାଇପର ଆସୁଛି। ଆମେ ନୂଆ ହେଲେ ବି ପିୱାଇକ୍ୟୁ କରିବା। ଏଟା ଆମର। ଓକେ। ଏବେ ଯିବା। ଇଏ 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 ସବୁ କୋଶ୍ଚିନ୍ ହଉଛି ଓପିଏସସି ର ସିସାର ପେପର। ତ ତମକୁ ତଥାପି ଦେଖେଇ ଦଉଛି। ଆଚ୍ଛା, ଗୋଟେ ମିନିଟ୍। ଏଟା କେତେ ନମ୍ବର କୋଶ୍ଚିନ୍ ଥିଲା? 60 ନମ୍ବର କୋଶ୍ଚିନ୍ ତ? ଦେଖ, ଏଟା ହଉଛି ପିୱାଇକ୍ୟୁ ଟା। ଆର 60 ନମ୍ବର। ବିଲିଭ ହଉନଥିବ ଯେ ସାର୍ ଏତେ ସହଜ କୋଶ୍ଚିନ୍ ଆସେ। ଦେଖ 60 ନମ୍ବର, 60 ନମ୍ବର କୋଶ୍ଚିନ୍ ନୁହଁ? ବୁଝିପାରୁଛ? ଓକେ, 61 ନମ୍ବର ଦେଖ, ଏଇଟା ଯୋଉଟା ଆମେ ଡିସ୍କସନ କରିବା, ଏସବୁ ଓପିଏସସି ର କୋଶ୍ଚିନ୍। ତାର ଅର୍ଥ ନୁହେଁ ଯେ ଡିଫିକଲ୍ଟ ଆସେ ନା, ଡିଫିକଲ୍ଟ ବି ଆସେ, ମିକ୍ସ ଆସେ। ସବୁବେଳେ ପାଇଁ ମିକ୍ସ ହୁଏ ଯେ ଗୋଟେ ସେ ଏକ୍ସାମରେ ସମ୍ପୂର୍ଣ୍ଣ ଯେ ଖାଲି ଡିଫିକଲ୍ଟ ଖାଲି ଇଜି ନଥାଏ। क्वेश्चन नंबर 61। क्वेश्चन नंबर 61। कर आंसर जल्दी। आंसर हूँ ए। देखा जाऊ।
ଏ ଦେଖ 250% ମାନେ କଣ ଆ ତଳେ ଲେଖିବି 100 ଡିଭାଇଡେଡ୍ 5% ମାନେ ତଳେ ଲେଖିବି 100 ନା ନାଇଁ ଦିଟା ପୁରା 100 କଟିଗଲା ଆନ୍ସର ହେଲା 50 ଆନ୍ସର ହେଲା 50%। ଓକେ ଏବେ ଯିବା ଏବେ ଯେ ସିଜିଏଲ କ୍ୱେଶ୍ଚନ ଏଟା ହଉଛି ସିଜିଏଲ କ୍ୱେଶ୍ଚନ ଏଟା ହଉଛି ସିଜିଏଲ କ୍ୱେଶ୍ଚନ। ଓକେ କୋଉ କ୍ୱେଶ୍ଚନ ଦେଖ ସିଜିଏଲ ରେ କୋଉ ଟାଇପ କ୍ୱେଶ୍ଚନ ଦଉଛି ତମକୁ ଭ୍ୟାରି କରି ଦଉନି ଯେ ଆମେ କହିବାନି ଯେ ଖାଲି ଗୋଟେ ଏକ୍ସାମ ରେ ଏଇଭଳି ଦଉଛି ଆଉ କୋଉ ଏକ୍ସାମ ରେ ସେମିତି ଦବନି ଦେଖାଯାଉ ଆନ୍ସର କାର ଆସୁଛି କୁଇକ୍ ଦେଖ ଏଇ ଯୋଉ କ୍ୱେଶ୍ଚନ ସବୁ ତମକୁ ପିୱାଇ କ୍ୟୁ ରେ ହିଁ ତମର ପ୍ରାକ୍ଟିସ ହେଇଯିବ ଏଟା କୌଣସି ବହିରେ ନଥାଏ ନା କୌଣସି ଗୋଟେ ନିର୍ଦ୍ଦିଷ୍ଟ ଟପିକ ଏଇଭଳି ନଥାଏ ସେଗୁଡ଼ା ସମ୍ ଅଫ୍ ସ୍କୋୟାର ଅଫ୍ ଦିଟା ନମ୍ବର ଅଛି ସେମାନଙ୍କର ସ୍କୋୟାର ର ସମ୍ ହଉଛି ଏତିକି ଇଫ୍ ଦ ସ୍କୋୟାର ଅଫ୍ ଦେୟାର ଡିଫରେଣ୍ଟ ହଉଛି ଏତିକି ଦେନ୍ ଦ ପ୍ରଡକ୍ଟ ଅଫ ଦେୟାର ବୋଥ ତାର ସେମାନଙ୍କ ପ୍ରଡକ୍ଟ କେତେ ଦେଖ ଏ କ୍ୱେଶ୍ଚନ ଟାକୁ ମୁଁ ଯେମିତି ପଢୁଛି ଆଗ ସେମିତି ପଢ ପ୍ରଥମେ ମନେ ରଖ ଦ ସମ୍ ଅଫ ସ୍କୋୟାର ଅଫ ଟୁ ନମ୍ବର ଦିଟା ନମ୍ବର ସପୋଜ ଗୋଟେ ନମ୍ବର ହଉଛି ଏକ୍ସ ଗୋଟେ ନମ୍ବର ହଉଛି ୱାଇ ଦିଟା ନମ୍ବର ର ସ୍କୋୟାର ର ସମ୍ ତାହେଲେ ଏକ୍ସ ର ସ୍କୋୟାର ପ୍ଲସ୍ ୱାଇ ର ସ୍କୋୟାର ଇଜ ଇକ୍ୱାଲ ଟୁ 146 ପ୍ରଥମେ ସେକେଣ୍ଡ ଆସ ସେକେଣ୍ଡ କହିଲା ଇଫ୍ ଦ ସ୍କୋୟାର ଅଫ ଦେ ଆର୍ ଡିଫରେଣ୍ଟ ସେ ଡିଫରେଣ୍ଟ ର ସ୍କୋୟାର ହଉଛି 36 ଡିଫରେଣ୍ଟ ର ସ୍କୋୟାର ମାନେ ଏକ୍ସ ମାଇନସ ୱାଇ ଡିଫରେଣ୍ଟ ର ସ୍କୋୟାର ହଉଛି କେତେ ନା 36 ଓକେ ତାପରେ ମତେ କଣ ପଚାରିଲା ଦେନ୍ ଦ ପ୍ରଡକ୍ଟ ଅଫ ବୋଥ ନମ୍ବର ଏ ଯୋଉ ଦିଟା ନମ୍ବର ର ପ୍ରଡକ୍ଟ କେତେ ପ୍ରଡକ୍ଟ ମାନେ ଏକ୍ସ ଆଉ ୱାଇ ଦିଟା ନମ୍ବର ର ପ୍ରଡକ୍ଟ କେତେ ମାନେ ମତେ କାହାର ମୂଲ୍ୟ ପଚାରିଛି ଏକ୍ସ ଆଉ ୱାଇ ର ମୂଲ୍ୟ ପଚାରିଛି ଡାଟା ମୋ ଭିତରେ କଣ ଅଛି ଏକ୍ସ ସ୍କୋୟାର ୱାଇ ସ୍କୋୟାର ହଉଛି 146 एक्स माइनस वाई होल स्क्वायर हूँ 36 एक्स वाई मत पचार मुझे जो डाटा देती डाटा को लेकिन मुझे केमती बाहर कर देख एक्स माइनस वाई होल स्क्वायर फर्मूला कौन आम ए माइनस बी रोल स्क्वायर फर्मूला कौन एक्स स्क्वायर प्लस वाई स्क्वायर माइनस 2xy हाँ कि ना बुझा पड़ा ये सर नो बुझा पड़ी हाँ कि ना ये सर नो ताले एटी एबे एबे मूल्य पकेदवा इठी मु को लिखली ए जगह मुझे कौन लिखली 36 इज इक्वल ए जगह बर्तमान लिखी 146 माइनस 2xy एबे सिंपलीफाई करबा सिंपलीफाई कले ए जो माइनस टा अछि एपड़ को ले आसिले 2xy इज इक्वल टू 146 रु माइनस 36 ताको माइनस कले केते होछि ना 110 होछि ताले 2xy इज इक्वल टू 110 ताले मोर केते भाला 2xy इज इक्वल टू 110 एक्स वाई केते आसिला 110 डिवाइडेड बाय 2 तो केते आसिला 55 बुझा पड़ समस्त हाँ कि ना पूरा क्लियर हलो क्वेश्चन देखले तब लागुछि इ गोटे विराट काय क्वेश्चन हेतु किंतु एनको करबा केते सहज तो एटा होछि पीवाई क्यू रे ही तुमको से जिंस मिली परिबो और सेति पई कहे द पीवाई क्यू क्लास सबुठर इंपोर्टेंट क्लास पीवाई क्यू क्लास टा सब बळे इंपोर्टेंट तमन भाई और पीवाई क्यू टा सब मैं यूट्यूब रे आगे छाड़ दे काहे ना तुमको समस्त ଗୋଟେ ଆଇडिଆ ଜଲ୍ଦି ଆସିଛି ଆଉ ସବୁବେଳେ ପିୱାଇ କ୍ୟୁ ସେକ୍ସନ ଟା ତୁମେ ସବୁବେଳେ ମାଇଣ୍ଡରେ ରଖିଥିବ ଚାଲେ क्वेश्चन नंबर 65 क्वेश्चन नंबर 65 क्वेश्चन नंबर 65 क्विक से कहला ए कैन डू तीन विभक्तक चारि काम को 12 दिन रे सारे ही कैन कंप्लीट एक विभक्तक 8 ऑफ द वर्क इन हाउ मेनी डे तीन विभक्तक चारि काम को 12 दिन रे सारे in how many day complete 1/4 of the work 1/8 of the work को केते दिन सारी सी 72 दिन तो कहूछ ना आगर आंसर अछि डी एम कुमार धनेश्वर डी देख एबे मु तुमन बतै दउछ तो तीन विभतक चारि काम को 12 दिन रे सार ताले एक वार्क को सारिबो के दिन रे एक वार्क को सारिबो केते ना 12 विभक्तक इनटू एटा गला उल्टी जीव
उल्टी जीव ना नहीं ऊपर गला 4 तलू आसला 3 आको आदि काले हूँ 4 4 चौ 16 তাহলে এক ওয়ার্ক কু মু 16 দিনের সারি মো কথা ধ্যান দিয়ে শুনো এক ওয়ার্ক কু মু 16 দিনের সারি এক বিহতক 8 ওয়ার্ক কু কে দিনে সারি তো 16 ইন্টু এক বিহতক 8 आपको कैंसिल करके दଉଛି ନା 2 ଦିନରେ ସାରି ବୁଝା ପଇଲା ସମସ୍ତଙ୍କୁ 3 ବିଭକ୍ତକ 4 ୱାର୍କ କୁ 12 ଦିନରେ ସାରେ ଏକ ୱାର୍କ କୁ ସାରି କେତେ ପଲଟିଗଲା 16 ଦିନରେ ସାରିବି ନା ନାଇଁ ତ ସେଇଭଳି ଏକ ୱାର୍କ କୁ 16 ଦିନରେ ସାରିବି ଏକ ବିଭକ୍ତକ 8 କାମକୁ କେତେ ଦିନରେ ସାରିବି ତ ଏଠି କଣ ହବ ନା ଗୁଣା ହବ 16 ଇଣ୍ଟୁ 1/8 ପୁରା କ୍ଲିୟର ଆସିଲା नो झिलिमिली ପୁରା କ୍ଲିୟର କଟ ନା ଡାଉଟ ଅଛି କଣ କ୍ଲିୟର ତ ହଁ କି ନା ମତେ ଲାଗୁଛି ଶୀତୁଆ ପାଗରେ ପୁରା ମାନ୍ଦା ପଡିଗଲେ ଚଲ क्वेश्चन नंबर 104 नंबर क्वेश्चन नंबर 104 जल्दी क्वेश्चन नंबर 104 जल्दी क्वेश्चन नंबर 104 আসলা क्वेश्चन এটা সিজিএল क्वेश्चन ହାତ ସ୍ପିଡ ସ୍ପିଡ ନାହିଁ ତ କିଛି ନାହିଁ ଆଉ ମନେ ରଖ ଏବେ ବି ତମମାନଙ୍କୁ କହୁଛି ତୁମମାନଙ୍କର ମ୍ୟାଥର ଇମ୍ପୋର୍ଟାଣ୍ଟ ଟପିକ ହଉଛି परसेंटेज प्रॉफिट एंड लॉस सिंपल इंटरेस्ट कंपाउंड इंटरेस्ट टाइम एंड वर्क जार थियोरी क्लास जे जो बैच रे जॉइन कर आदित्य एकेडमी एप्लिकेशन रे पूरा जीरो लेवल रे अछि आउ से थियोरी क्लास को मु आसंता दिन मानक आउ थरे रिवीजन करेबी किंतु तुमे माने टिके से थियोरी को आउ थरे पढिबे जोटा कि तुमको बेस्ट हो क्वेश्चन नंबर 104 नंबर देखो 104 नंबर कौन पूछ रश्मिता आंसर होची डी देन आउ हर आंसर अछि ଆମେ ସବୁବେଳେ କାହିଁକି ମ୍ୟାଥ ଆମର ଦୁର୍ବଳ ଆମେ ମ୍ୟାଥକୁ ଫର୍ମୁଲା ଇଏରେ ଜାଣୁ ଏ କ୍ୱେଶ୍ଚିନ୍ ଟା କିଛି ପିଲାଙ୍କୁ ଦେଇଦିଅ ସେ ଟ୍ରାଏ କରିବେ ଫର୍ମୁଲାରେ ପକେଇବା ପାଇଁ ମୁଁ ତମକୁ ବିନା ଫର୍ମୁଲାରେ ଚୁଟକିରେ ଆନ୍ସର କରିଦେବି କିନ୍ତୁ ତମେ କନସେପ୍ଟ କ୍ଲିୟର ଅଛ ଯଦି ମୋର ସେ କମ୍ପାଉଣ୍ଡ ଇଣ୍ଟରେଷ୍ଟ କ୍ଲାସ୍ ଆଉ ସିମ୍ପଲ ଇଣ୍ଟରେଷ୍ଟ କ୍ଲାସ୍ ର ସେ ଯୋଉ ଚିତ୍ର କରିବା ଥିଓରିକୁ ତମେ ମନେ ରଖିଥିବ ଆରାମସେ କରିବି ସେ କହିଲା ଡିଫରେଣ୍ଟ ବିଟୱିନ୍ ଦ କମ୍ପାଉଣ୍ଡ ଇଣ୍ଟରେଷ୍ଟ ଆଣ୍ଡ ସିମ୍ପଲ ଇଣ୍ଟରେଷ୍ଟ ଅନ୍ ଏମାଉଣ୍ଟ 10,000 ତାହେଲେ ମୋ କତିରେ କେତେ ଟଙ୍କା ଅଛି 10,000 ଟଙ୍କା ଅଛି 10,000 ଟଙ୍କାର 2 ବର୍ଷର डिफरेंट गोटे साइड रे सिंपल इंटरेस्ट लिखिली गोटे साइड रे कौन लिखिली कंपाउंड इंटरेस्ट लिखिली 2 वर्षर डिफरेंट माने सिंपल इंटरेस्ट प्रथम वर्ष मते जाना नहीं सेकेंड वर्ष भी जाना नहीं कंपाउंड इंटरेस्ट प्रथम वर्ष जाना नहीं सेकेंड वर्ष जाना नहीं इंटरेस्ट मते जाना नहीं एमानकर डिफरेंट होची केते ना 144 लक्ष्य कर पिले डिफरेंट होची किएसी कोडा हितो डिफरेंट इंटरेस्ट होतो से डिफरेंट इंटरेस्ट इंटरेस्ट ही डिफरेंट हम ना नहीं कहीं आम जाने 2 वर्षर प्रथम वर्ष समस्ते समान था द्वितीय वर्ष समस्ते समान था किंतु एक्सट्रा कौन लगी था इंटरेस्ट जोटा कि प्रथम क्लास रे से कॉन्सेप्ट को मेंशन कर दे मु देखिबा को आप रे ए सिंपल और कंपाउंड नहीं ठीक अछि मु चेक करने भी एक क्वेश्चन परे देखो इथे हमें कौन करबा मते सपोज रेट ऑफ इंटरेस्ट नेली x% सपोज रेट ऑफ इंटरेस्ट नेली x% ताले 10,000 प्रथम वर्ष सुध केते x% हेले केते होची दीटा सुनो 100x ताले इठी मु लिखिली केते 100x ये भी मध्य रहिला केते 100x इठी मध्य रहिला 100x इठी मध्य रहिला 100x इंटरेस्ट बाहर करिया तार अर्थ 100x रो x% तो केते हो x स्क्वायर केते हो x स्क्वायर तो आर मूल्य केते आसला x स्क्वायर आसला ताले मु कहि परिबी x स्क्वायर ता कहा सहित समान 144 सहित समान ताले x स्क्वायर इज इक्वल टू 144 तो x हला 144 रो स्क्वायर रूट दसला 12 पूरा क्लियर हो कि ना केवल इमेज जदि जार मन अछि जे फाउंडेशन किछि किछि नाही नो फार्मूला
କିଛି ମୁଁ କେବେ ତମକୁ ଫର୍ମୁଲା କହିନି ୱିଦାଉଟ୍ ଫର୍ମୁଲା। ମୁଁ ଯେତେ ପର୍ଯ୍ୟନ୍ତ ମ୍ୟାଥ୍ କରେ କୌଣସି ଫର୍ମୁଲା ମୋର ଆଜି ପର୍ଯ୍ୟନ୍ତ ନାହିଁ। ଇଏ ଗୋଟେ ପିଲା କିଏ ଇଏ ଗୋଟେ ପୂର୍ବ ବର୍ଷ କ୍ୱେଶ୍ଚିନ୍ ନା ଇଏ ଗୋଟେ କୋଉ ପିଲାର ଇଏ ଗୋଟେ କଣ ଫର୍ମୁଲା ଅଛି ମୁଁ ବି ଜାଣିନି ଫର୍ମୁଲା କଣ। କିଏ ଜାଣିଥିବ ଜାଣିଥିବ କଣ ଟି ଆର୍ ସ୍କୋୟାର ଡିଭାଇଡେଡ୍ ବାଇ 100 ସ୍କୋୟାର କଣ ହେଇଥିବ ଆଉ। ମତେ କୁହ ଏଠି କିଛି ଡିଫିକଲ୍ଟି ଅଛି? ମତେ କୁହ କିଛି ଡିଫିକଲ୍ଟି ଅଛି? ଯୋଉ କନସେପ୍ଟ ତମକୁ ଶିଖେଇଥିଲି ଯୋଉ ଫାଉଣ୍ଡେସନ ସେଇଥିରେ ହିଁ ତମକୁ ପଢାଯାଇଛି। ହଁ କି ନା? ୟେସ୍ ଅର୍ नो? चलिए एवं ଯିବା ନେକ୍ସଟ क्वेश्चन। क्वेश्चन नंबर 127। क्वेश्चन नंबर 127। क्वेश्चन नंबर 127। क्वेश्चन नंबर 127। क्विक स्पीड रे जल्दी। Population of a town first year increases 10%, next year increases 10%, and once again third year increases 10%। ମାନେ କ୍ରମାଗତ 3 ବର୍ଷ 10% ଲେଖା ବଢି ଚଲି ଯାଇଛନ୍ତି and fourth year ରେ 10% କମିଛନ୍ତି। if the present population ଯଦି ଏତିକି ହୁଏ then the population after 4 year ତାହେଲେ 4 ବର୍ଷ ପରେ population କେତେ ହୁଏ? ଭେରି ସିମ୍ପଲ ଜିନିଷ। ବର୍ତ୍ତମାନ population କେତେ? 2000 ନା 20,000? ହଁ 20,000। ପ୍ରଥମ ବର୍ଷ 10% ବଢିଲେ ମାନେ 110/100। ତାପରେ 10% 110/100। ତାପରେ 10% 110/100। ତାପରେ କମିଛନ୍ତି 10%। କମିଛନ୍ତି ମାନେ କଣ ଲେଖିବି? 90/100। ହଁ କି ନା? ଏଥିରେ ଚାରିଟା ଶୂନ ଅଛି। ଦିଟା ଦିଟା ଚାରିଟା କଟିଗଲା। ଏଥିରେ ଗୋଟିଏ ଗୋଟିଏ ଗୋଟେ ଗୋଟେ ଏଥିରେ ଗୋଟେ ଏଥିରେ ଗୋଟେ ଏଥିରେ ଗୋଟେ ଏଥିରେ ଗୋଟେ ତାହେଲେ ରହିଲା କେତେ? 2 ଇଣ୍ଟୁ 11 ଇଣ୍ଟୁ 11 ଇଣ୍ଟୁ 11 ଇଣ୍ଟୁ 9। ଟିକେ ମଲ୍ଟିପ୍ଲାଏ କରି କହିଦେଲ। ଟିକେ ମଲ୍ଟିପ୍ଲାଏ କରି କହିଦିଅ। 11 दूनी 22 11 11 121 ଇଣ୍ଟୁ ସେକେଣ୍ଡଟା ଡିକ୍ରିଜ ହେଇଛି ଏ ସରି 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 ମୁଁ ପଢିବା ଭୁଲିଗଲା। ଓ 20,000। ପ୍ରଥମ ବର୍ଷ 10% ଇନକ୍ରିଜ ହେଇଛି ପ୍ରଥମ ବର୍ଷ ତାହେଲେ 110/100 ଇଣ୍ଟୁ ନେକ୍ସଟ ଇୟର ମାନେ ସେକେଣ୍ଡ ଇୟର 10% ଡିକ୍ରିଜେସ୍ 90/100 and again third year increase କରୁଛି 10% 110/100 into and fourth year decrease କରୁଛି 10% ମାନେ 90/100। ଓକେ ଚାରିଟା ଶୂନ ଦିଟା ଦିଟା ଚାରିଟା କଟିଗଲା। ଗୋଟେ 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 ଏଠି ଗୋଟେ ଏଠି ଗୋଟେ ଏଠି ଗୋଟେ ଏଠି ଗୋଟେ ତ 2 ଇଣ୍ଟୁ 11 ଇଣ୍ଟୁ 9 ଇଣ୍ଟୁ 11 ଇଣ୍ଟୁ 9 ମଲ୍ଟିପ୍ଲାଏ କଲେ କେତେ ହଉଛି? 19,602। ପୁରା କ୍ଲିୟର ନା କାଟା ଗୋଟେ ଥିଲା? କୋଶ୍ଚିନ୍ ଦେଖିଲା ବେଳକୁ ଲାଗୁଛି ଯେମିତି ଗୋଟେ ହିମାଳୟ ଠୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ କିନ୍ତୁ ଦେଖିଲା ବେଳକୁ ଭିତରେ କିଛି ଭ୍ୟାଲୁ ହିଁ ନାହିଁ। ଏ କୋଶ୍ଚିନ୍ ଦେଖିଲେ ଯେ ଡରିଯିବ ଆରେ ଏତେ ବଡ କୋଶ୍ଚିନ୍ କିନ୍ତୁ ଦେଖିଲା ବେଳକୁ କୋଶ୍ଚିନ୍ ରେ କିଛି ନାହିଁ। ବୁଝା ପଡିଲା ସମସ୍ତଙ୍କୁ? ହଁ କି ନା? यस और नो? चलिए क्वेश्चन नंबर 106। कंपाउंड इंटरेस्ट एंड सिंपल इंटरेस्ट ऑन सर्टन सम କିଛି ପଇସା ଅଛି ପଇସାର ମାନେ ସେମାନଙ୍କର ଦେଇଛି 2 ବର୍ଷରେ 2 ଇୟରରେ କମ୍ପାଉଣ୍ଡ ଇଣ୍ଟରେଷ୍ଟ ହେଇଛି 220 ସିମ୍ପଲ ଇଣ୍ଟରେଷ୍ଟ ହେଇଛି ଏତିକି ତାହେଲେ ମତେ ପଚାରୁଛି ପ୍ରିନ୍ସିପାଲ। ଦେଖ ଫିଗର ଆମେ କରିଦବା। କିଛି ପଇସା ଅଛି ମତେ ଜଣା ନାହିଁ। ସିମ୍ପଲ ଇଣ୍ଟରେଷ୍ଟ 2 ବର୍ଷରେ ହେଇଛି କେତେ? ସିମ୍ପଲ ଇଣ୍ଟରେଷ୍ଟ 2 ବର୍ଷରେ ହେଇଛି କେତେ? 200। କମ୍ପାଉଣ୍ଡ ଇଣ୍ଟରେଷ୍ଟ 2 ବର୍ଷରେ ହେଇଛି କେତେ? 2 ବର୍ଷ କେତେ? 220। ଏଇଠି ଗୋଟେ ଜିନିଷ ଲଜିକ ଲକ୍ଷ୍ୟ କର। ସିମ୍ପଲ ଇଣ୍ଟରେଷ୍ଟ 2 ବର୍ଷରେ 200 ହେଇଛି ମାନେ ପ୍ରଥମ ବର୍ଷ 100 ଦ୍ୱିତୀୟ ବର୍ଷ 100। କମ୍ପାଉଣ୍ଡ ଇଣ୍ଟରେଷ୍ଟ ଆମେ କେମିତି ସଜେଇବା? ପ୍ରଥମ ବର୍ଷ ସିମ୍ପଲ ଯାହା କମ୍ପାଉଣ୍ଡ ମଧ୍ୟ ସେୟା ହୁଏ। ଦ୍ୱିତୀୟ ବର୍ଷ 100 ଯୋଉ 20 ଏକ୍ସଟ୍ରା ଅଛି ଇଣ୍ଟରେଷ୍ଟ ଇଣ୍ଟରେଷ୍ଟ 20 ଇଣ୍ଟରେଷ୍ଟ ମୁଁ ଯୋଉ ଇଣ୍ଟରେଷ୍ଟ ଯୋଉ ଭ୍ୟାଲୁ ଲେଖିଲି 20 ଏଟା କାହା ଉପରେ କାଲକୁଲେସନ ହୁଏ? ପ୍ରଥମ ବର୍ଷ ଉପରେ କାଲକୁଲେସନ ହେଇକି ବାହାରିଥାଏ। ପ୍ରଥମ ବର୍ଷ ଉପରେ କାଲକୁଲେସନ ହେଇକି ଆସିଥାଏ। ହଁ କି ନା? ପ୍ରଥମ ବର୍ଷ ଉପରେ କାଲକୁଲେସନ ହେଇକି ଆସିଥାଏ। ହଁ କି ନା? ପ୍ରଥମ ବର୍ଷ ଉପରେ କାଲକୁଲେସନ ହେଇକି ଆସିଥାଏ। ତାହେଲେ ମୁଁ ଏଇଠି ରେଟ୍ ଅଫ ଇଣ୍ଟରେଷ୍ଟ ବାହାର କରିଦେବି। ଏଇଠି ରେଟ୍ ଅଫ ଇଣ୍ଟରେଷ୍ଟ ବାହାର କରିଦେବି ତ 20/100 ଇଣ୍ଟୁ 100 ତାହେଲେ ଏଇଠି ମୋର ବାହାରିଗଲା ରେଟ୍ ଅଫ ଇଣ୍ଟରେଷ୍ଟ ହଉଛି 20%। ମୋର ବାହାରିଗଲା ରେଟ୍ ଅଫ ଇଣ୍ଟରେଷ୍ଟ ହଉଛି 20%।
ଯଦି ରେଟ୍ ଅଫ୍ ଇଣ୍ଟରେଷ୍ଟ ପାଇଗଲି 20%, ମୂଳଧନର 20% ହଉଛି 100। ମୂଳଧନର 20% ହଉଛି 100, ତାହେଲେ ମୂଳଧନଟା କେତେ? ମୂଳଧନର 20% ହଉଛି 100, ତାହେଲେ ମୁଁ କହିପାରିବି 20% ଇଜ ଇକ୍ୱାଲ ଟୁ 100। ତାହେଲେ 1% ହେଲା 100/20, ଆଉ 100% କେତେ? ଇଣ୍ଟୁ 100। ତ ଆକୁ ଆଧିରେ କାଲେ ହଉଛି 5, 500, 500, ତାହେଲେ ଏଠି କେତେ ଆସିଲା? 500, 500। ବୁଝା ପଡ଼ିଲା ସମସ୍ତଙ୍କୁ? ହଁ କି ନା? ୟେସ୍ ଅର୍ नो? ଆଚ୍ଛା, ଲାଷ୍ଟ କ୍ୱେଶ୍ଚିନ୍ ର ସ୍କ୍ରିନଶଟ ସମସ୍ତେ ନିଅ। ଏ କ୍ୱେଶ୍ଚିନ୍ ଟା ମତେ ତୁମମାନେ କରିବ, ଯୋଉଟା କି ମେସେଜ କରିବ, ଏଟା ୟୁଟ୍ୟୁବ ରେ ମଧ୍ୟ ମୁଁ ଅପଲୋଡ କରିଦଉଛି, ସେଠି ମେସେଜ ବି କରିପାରିବ। ମୁଁ ଏଟା ଆସନ୍ତାକାଲି କ୍ଲାସରେ ବୁଝେଇବି। କିନ୍ତୁ କିନ୍ତୁ ମୁଁ ତୁମମାନଙ୍କ ସହିତ 2 ମିନିଟ୍ ଡିସ୍କସନ କରିବା ଅଛି। ମୁଁ ଚାହୁଁଛି କାଲି ଗୋଟେ ଟପିକ ରିଭିଜନ, ଆମେ ତ ମ୍ୟାଥର ବହୁତ ସାରା ଟପିକ ସାରିଲେଣି, ଆଉ ଅଳ୍ପ କିଛି ଟପିକ ଅଛି। କିନ୍ତୁ କାଲି ଗୋଟେ ତମକୁ ମୁଁ ଗୋଟେ ଟପିକ ମାନେ ରିଭିଜନ କରିବା ସହିତ PYQ କରିବି। ତମେ କୋଉ ଟପିକ ର ରିଭିଜନ ଚାହୁଁଛ? ତା ପୂର୍ବରୁ ମୁଁ ତମକୁ ଦେଖେଇ ଦଉଛି, ଯିଏ ଯୋଉ ବ୍ୟାଚରେ ଜଏନ କରିଛ, ମୁଁ ଟିକେ ଗୋଟେ ସେକେଣ୍ଡ ଦେଖେଇ ଦଉଛି। ଧର ଜଣେ ରାପିଡ ଫାୟାର ମ୍ୟାଥରେ ଜଏନ କରିଛି କିମ୍ବା CGL ଜଏନ କରିଛି, ତୁମେ କଣ୍ଟେଣ୍ଟ କୁ ଯିବ। କଣ୍ଟେଣ୍ଟରେ ତମେ ପାଇଯିବ ମ୍ୟାଥ କ୍ଲାସ, ସମସ୍ତଙ୍କ ମ୍ୟାଥ କ୍ଲାସଟା ସମାନ। ପ୍ରଫିଟ ଲସ୍ ଦିଆଯାଇଛି, ଟାଇମ ଆଣ୍ଡ ୱାର୍କ, ପରସେଣ୍ଟେଜ, ଏଜ, DI, ଆଭରେଜ, ଟ୍ରେଣ୍ଡ, ଏ ସବୁ ରଖାଯାଇଛି। ମୁଁ କାଲି ଗୋଟେ ଚାପ୍ଟର ତମମାନଙ୍କ ସହିତ ଡିସ୍କସନ କରିବାକୁ ଚାହୁଁଛି। କୋଉଟା? ରେକର୍ଡେଡ ଭିଡିଓ ଆପ୍ଲିକେସନ ମିଳିବ। କୋଉ ଚାପ୍ଟର ତୁମେ ଚାହୁଁଛ ଡିସ୍କସନ କରିବା ପାଇଁ, ରିଭିଜନ ପାଇଁ, ଯୋଉଟା ତମକୁ ଡିଫିକଲ୍ଟ ଲାଗୁଛି? କିଛି ନାହିଁ ଚାପ୍ଟର? ନା ଯେମିତି PYQ କରୁଥିଲେ ସେମିତି କରିବା? କାରଣ ଥିଓରି କ୍ଲାସ ତ ଅଲରେଡି ତମକୁ ଦିଆଯାଇଛି। DI? ଆଚ୍ଛା ଠିକ ଅଛି, କାଲି ଆମେ ଟିକେ DI କାଲି କରିବା। ଓକେ ଓକେ ଓକେ, ଠିକ ଅଛି। କାଲି ଆମେ ଟିକେ DI କରିବା ହେଲା, କାହିଁକି ନା DI ର PYQ ଆମର କାଲି ହେଇନି। DI କାଲି ତମକୁ DI ମୁଁ ତମକୁ ପଢେଇ ତମ ଆପ୍ଲିକେସନରେ ସମସ୍ତେ ଆଜି ଯିବ, ଆପ୍ଲିକେସନରେ DI ଅଛି। DI ଯେତିକି ପଢା ଯାଇଛି ତାକୁ ଆଜି ଭଲସେ ଦେଖିବୁ। ଆଉ ଆସନ୍ତା କାଲି ମୁଁ DI ର PYQ କରେଇବି, ମିନିମମ୍ 15ରୁ 20ଟା କ୍ୱେଶ୍ଚିନ୍ କରେଇବି। ଓକେ? ଆଉ କାହା ଡାଉଟ୍ ଅଛି? ହଁ, ଆଉ ଗୋଟେ କଥା କହୁଛି ତମକୁ। ଆଜି ଇଭିନିଂରେ ମେ ବି ଯୋଉ OS ପିଲାଙ୍କ, CGL ପିଲାଙ୍କ ଯୋଉ 4ଟା ବେଳେ ଯୋଉ କ୍ଲାସ୍ ଥିଲା, ସେ କ୍ଲାସଟା ମେ ବି ଆଜି ଅଫ୍ ହେଇପାରେ, କାରଣ ମତେ ଟିକେ କଟକ ଯିବାର ଅଛି। ଯାଇକି ରିଟର୍ନ ଆସିଲା ପରେ କ୍ଲାସ୍ ନେବି। ଇଭିନିଂରେ ଗୋଟିଏ ମାତ୍ର ଆଜି କ୍ଲାସ୍ ହବ, କେତେବେଳେ ହବ ମୁଁ କହିଦେବି। ଆଜି ମେ ବି ଇକୋନୋମି କ୍ଲାସ୍ ହେଇପାରେ, ଯୋଉଟା କି କମ୍ବାଇଣ୍ଡ ହବ, କାହିଁକି ନା ଆଜିର ଯୋଉ ଟପିକଟା ଇକୋନୋମିର ଅଛି, ସବୁ ପିଲାଙ୍କର ସମାନ ଟପିକଟା। ଓକେ? ମୁଁ ମେସେଜରେ କହିବି। ଓକେ, ଥ୍ୟାଙ୍କ ୟୁ। ହଁ,